ପଖାଳ ଖିଆ ଆରମ୍ଭ ହେଇଗଲା। ପଖାଳରେ ଆଜି ନୂଆ ଆଇଟମ୍ ପୋଟଳ ଆଳୁ ଭଜା, ମାଛ ତରକାରୀ, ଆମ୍ବ। ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ଗୁଡ୍ ମର୍ଣ୍ଣିଂର ସକାଳୁ କିଛି ଆଜି ବହୁତ ଦିନ ପରେ ଆଜି ଭିଡ଼ିଓଟା ହେଇଛି। ମାନେ ବହୁତ ଦିନ ହେଇଗଲାଣି ମୁଁ ଚ୍ୟାନେଲରେ ପଡ଼ି ପାରୁନି, ଟାଇମ୍ ଅଭାବରୁ। ଆଉ କ'ଣ କରିବା, ଟାଇମ୍ ଅଭାବ, ସେଥିପାଇଁ ଭିଡ଼ିଓ ପଡ଼ି ପାରୁନି। ଆଉ ଆଜି ବହୁତ ଦିନ ପରେ କଷ୍ଟେ ମଷ୍ଟେ ଆରମ୍ଭ କରିଛି। ଭଲ ଲାଗିଲେ ଲାଇକ୍ କରିବେ, ଖରାପ ଲାଗିଲେ ସବସ୍କ୍ରାଇବ୍ କରିଦେବେ। ହଉ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ଚାଲ। ଆଜି ସକାଳୁ ଗୋଟେ ଜିନିଷ ଦେଖିବାକୁ ମିଳିଲାଣି। ରୋଷେଇଆ ସକାଳୁ ଗୋଟେ ବଡ଼ ଜିନିଷ କାଟିଲାଣି। ସେଥିପାଇଁ ତା ଆଇଟମ୍ଟା ଆଜି ଜୋରଦାର କରିବା ବୋଧେ ଲାଗୁଛି। ଚାଲ ଦେଖିଦେଇ ଆସିବା କ'ଣ କାଟୁଛି। ଟାଇମ୍ ତ ହେଇଗଲାଣି ବୋଧେ 7:30 ହେଇଗଲେ। ଆଉ ଏବେ ଉଠିକି ନିତ୍ୟକର୍ମ ସାରିକି ମୋର ରେଡ଼ି। ଚାଲ ଦେଖିଦେଇ ଆସିବା କ'ଣ କାଟୁଛି। କଟା ସରିଯିବ। ଏପଟେ ଭାତ ବସେଇ ଦେଇଛି। ଭାତ ଡ୍ୟୁଟିରେ ମୁଁ ଅଛି। ଆଉ ରାଜା ତାର ଏଇଠି ବସିଛି, ମାଛ କଟା ଦେଖୁଛି। ରାଜା ବସିକି ଏଇଠି ଦେଖ। ଭାକୁର ମାଛ କଟା ଚାଲିଛି। ଆଜି ଭାକୁର ମାଛର ଝୋଳ ହବ। ଆଉ ଗୋଟେ ଥୁଆ ହେଇଛି। ଓହୋ, ସେଇଟା ପହରଦିନ ଆଇଲି, ପହରଦିନଠୁ ମୋ ପାଇଁ ଥୁଆ ହେଇଛି। ପହରଦିନ ଯେହେତୁ ଖାଇନଥିଲି, ଭୋଜି ଖାଇବାକୁ ପଳେଇଥିଲି। ସିଆଡ଼େ ଗୋଟେ ପାର୍ଟି ଥିଲା, ବାହାଘର ରିସେପ୍ସନ୍ ଥିଲା, ଭୋଜି ଖାଇବାକୁ ପଳେଇଥିଲି। ମୋ ଭାଗଟା ଥୁଆ ହେଇଛି। ମୁଁ ଆଜି 2 ଦିନ ପରେ ଖାଇବି। ତାଙ୍କର ନଗଦ ମାଛ, ମୋର ବାସି ମାଛ। ତାଙ୍କର ସବୁ ନଗଦ ମାଛ। ପେଟି ବାହାର କରିଲି। ହଉ ଚାଲ, ସେ ତାର ଧୋଇ ଧାଇକି ଆଣୁ। ଚାଲ ଆମେ ଭାତଟା ଗାଳିଦେବା। ଯେହେତୁ ଭାତ ଡ୍ୟୁଟିରେ ମୁଁ ରହିଯାଇଛି, ଭାତ ଫୁଲ ହେଇଗଲି ହାଣ୍ଡିରୁ। ହେଇନି, ଆଉ ଟିକେ ହବ। ଭାତ ହେଇନି, ଆଉ ଟିକେ ହବ। ଆଉ ତେଣୁକରି ଆଉ ଟିକେ ଡାଳ ଦେଇକି ଛାଡ଼ିଦେବା। ତାର ହଉଥାଉ। ଚାଲ, ରୋଷେଇ ଆସିଲେ ତାଙ୍କର ହେଇଯାଇଥାଉ ଭାତ। ଆଜି ତ ଆମର ରୋହି ମାଛ, ଭାକୁର ମାଛ ଝୋଳ ଉଡ଼େଇବେ। ଆଉ କ'ଣ କରିବା। ଲିସିନି ଏପର୍ଯ୍ୟନ୍ତ ଶୋଇଛି ଯେ ସେ ଉଠିନି। କୋଡ଼ିହାଣି ଲିସିନି ଉଠିନି। ତେଣୁକରି ଶୋଇଥାଉ। କେତେବେଳକୁ ଉଠୁଛି ଉଠୁ। 7:30 ହେଲାଣି, 8ଟା ପାଖାପାଖି ହେଲାଣି, ସେ ଅଥଚ ଉଠିନି। ଉଠିକି ଆସୁ। ଆଉ ମୁଁ ତ ଚା ଜଳଖିଆ ଖାଇକି ମୁଁ ପୁରା ଏଠି ଆରମ୍ଭ କରିଦେଲି ଭିଡ଼ିଓ। ସିଏ ତାର ଯାହା କାମ କରିକି ଯିଏ ଆସିବେ। ଆଉ କ'ଣ କରିବା, ସକାଳୁ ବୋରିଂ, କିଛି କାମ ନାହିଁ। ତେଣୁକରି ବସି ଖାଲି ବକ ବକ ହବା କଥା। ଆଉ କ'ଣ କରିବା। ହଉ, ନେକ୍ସଟ ମାଛ ଭଜା ହେଲା ବେଳେ ଦେଖେଇବି। ହଉ, ଏଇଠି ଆମର ଭାକୁର ମାଛର ଭଜା ଷ୍ଟାର୍ଟ ହେଇଗଲା। ଭାକୁର ମାଛ ମୁଣ୍ଡଟା ହେଇଦେବ ତ, ଗଣ୍ଡି ଦେଖିଲା ବେଳକୁ ଟିକେ। ଏଇଟା ବାସିଆ ମାଛ, କଳା କରିଦେଇକି ଭାଜି ଭାଜିକା ଛଣା ହେଇକି ଭଲ।
ହଉ ଚାଲ ଆମର ଭାକୁର ମାଛ ଭଜା ହେଇଯାଉ, ତାପରେ କାର୍ଯ୍ୟକ୍ରମ ଆରମ୍ଭ କରିବା, ଖାଇବା। ଏଇଠି ଆମର ଭାକୁର ଭଜା ଚାଲିଛି। ଲିସିନି ଉଠିଲା, କୁଆଡ଼େ ଗଲା? ଲିସିନି ଅଇନା ଉଠେଇ ଯାଇଛି ଦାନ୍ତ ଉଠେଇ ଦେଖିବ। ହଁ ସତ କଥା ତ ଆଉ। ଶୋଇକି ଉଠିକି ଅଇନା ଯାଇଛି ହେରି, ହିଂସାପତ୍ର ଉଠେଇନି ଆଉ ପଳେଇଛି। ମହା କୋଢିଆଣି ପରା ସେଟା। ସାଢ଼େ 8:20 ହେଲା, ସେ ଏଇନା ଉଠିକି ଗଲା। ପରମ କୋଢିଆଣି। ଉଠିକି ଏଇ ଦାନ୍ତ ଘଷୁଛି। ଚାଲେ। ହଉ ଚାଲ ଏବେ କାର୍ଯ୍ୟକ୍ରମ ସେତିକି ରଖିଦେବା, ଆଉ ନେକ୍ସଟ କାର୍ଯ୍ୟ ବେଳକୁ ଦେଖେଇବି। ଏଇ ଆସୁନୁ। ହଉ ଏଇଠି ଆମର ପଖାଳ ଖିଆ ଆରମ୍ଭ ହେଇଗଲା। ପଖାଳରେ ଆଜି ନଘା ଆଇଟମ, ପୋଟଳ ଆଳୁ ଭଜା, ମାଛ ତରକାରୀ, ଆମ୍ବ।